ଏହି ଡ୍ରେନେଜ ସିଷ୍ଟମ ହେଉଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ସହକାରୀ ଯନ୍ତ୍ରୀ ଡ୍ରେନେଜ କଟ୍ର, ଯେଉଁଥିରେ ଆଖପାଖ ଗହିରର ବର୍ଷା ଜଳ ନିଷ୍କାସିତ ହୁଏ। ଏହାର ନାମ ସୁନ୍ଦରକଣି ଡ୍ରେନେଜ କଟ୍। 12 ନମ୍ବର କେନାଲ ଭିତରେ ସୁଡ଼ଙ୍ଗ କରି ଏହି ଡ୍ରେନେଜ କଟ୍ଟି କରାଯାଇଥିଲା ବହୁ ପ୍ରାଚୀନ କାଳରୁ। ଉଭୟ ପଟ କେନାଲ ବନ୍ଧ ଠାରୁ 20 ଫୁଟ ଖାଲ ବାରମ୍ବାର ଦୁର୍ଘଟଣାର କାରଣ ପାଲଟିଛି, କାହିଁକି ନା ଏହାର ବାମପଟ କଂକ୍ରିଟ ୱାଲ୍ ହୋଇପାରିନାହିଁ। ସେହିପରି 12 ନମ୍ବର କେନାଲ ଠାରୁ ଅର୍ଜୁନ ମଠକୁ ଯାଇଥିବା ସୁନ୍ଦରକଣି ଡ୍ରେନେଜ କଟ୍ ବନ୍ଧକୁ ରକ୍ଷା କରିବା ଲାଗି ସ୍ଥାନୀୟ ଲୋକଙ୍କ ଦାବିରେ 300 ମିଟର ପାର୍ଶ୍ୱ କଂକ୍ରିଟ ୱାଲ୍ କରିବା ପାଇଁ 1 କୋଟି ଟଙ୍କାର ଟେଣ୍ଡର ହୋଇଥିଲା। ହେଲେ ମାତ୍ର 200 ମିଟର କଂକ୍ରିଟ ବନ୍ଧ କରି ଠିକାଦାର ଓ ଯନ୍ତ୍ରୀ 100 ମିଟରର ଅର୍ଥ ଫଲ୍ସ ବିଲ୍ କରି ଖାଇଥିବା ଯୁଗ୍ମ ଜନଶୁଣାଣି ଶିବିରରେ ତିର୍ତ୍ତୋଲଠାରେ ଅଭିଯୋଗ ହୋଇଛି। ମନୋରଞ୍ଜନ ସ୍ୱାଇଁ, ଗୋବିନ୍ଦପୁର ବାସିନ୍ଦା। କ'ଣ ଆଜି ଅଭିଯୋଗ ଥିଲା? ଅଭିଯୋଗ ଥିଲା ଗୋଟେ ଡ୍ରେନେଜ ଡିପାର୍ଟମେଣ୍ଟ ଯେ ଜଗତସିଂହପୁର ଏକ୍ଜିକ୍ୟୁଟିଭର ଅଣ୍ଡର ଥିଲା ସେ କାର୍ଯ୍ୟଟା, ଯାହା କହନ୍ତି ସୁନ୍ଦରକଣି ଡ୍ରେନେଜ କଟ୍। 3-4 ବର୍ଷ ତଳେ ମୁଁ ସେଇଟାକୁ ମାନେ ଏଷ୍ଟିମେଟ୍ କରେଇକିରି ପବ୍ଲିକଙ୍କ ପାଇଁ ଏବଂ ଗୋଟେ ଅର୍ଜୁନ ମଠଙ୍କ ପାଇଁ ପ୍ଲସ୍ ଗୋଟେ 200 ଏକର ସମ୍ପତ୍ତିର କେମିତି ସୁରକ୍ଷା ହେବ, ଯେଉଁଟାକି ସେମାନେ ଧାନ ହେଉନଥିଲା ହେଲା, ସବୁ ଡ୍ରାଏ ହେଇଯାଉଥିଲା ହେଲା କି, ତାକୁ ସୁରକ୍ଷା ଦେବା ପାଇଁ ଗୋଟେ 1 କୋଟି ଟଙ୍କାର ଟେଣ୍ଡର ୱାଲ୍ ପାଇଁ ହେଇଥିଲା ହେଲା କି। ତାପରେ ସେ 1 କୋଟି ଟଙ୍କା ତାକୁ ସେ କଣ୍ଟ୍ରାକ୍ଟର ଠିକ୍ କଲେ ନାହିଁ, ମଝିରେ ତ ଚେଞ୍ଜ ହେଇଯାଇଛି, ସେଥିପାଇଁ ଆମେ କରିବୁ। ତାପରେ ସେ କଲେ ପୁଣି କିଛି କାମ ଛାଡ଼ିଦେଲେ ହେଲା। ସେଇଟା କ'ଣ କଲେ କ'ଣ ନାହିଁ, ଫଲ୍ସ ବିଲ୍ କରି ନେଇଗଲେ କି କ'ଣ ଠାକୁର ଜାଣନ୍ତି। ଆଉ ସେଇଟା ସେ ଏତେ ସରୁ ରାସ୍ତା ଯେଉଁଟାକି ସେଇଟା ମାନେ ପ୍ରତିବର୍ଷ ଭାଙ୍ଗି ପଡ଼ୁଛି, ଯେଉଁଟାକି ରାସ୍ତା ସଫେଇକି ମାନେ ଭୁଷୁଡ଼ି ପଡ଼ୁଛି। ସେଥିପାଇଁ ଦୟାକରି ସେଇଟା ଇମିଡ଼ିଏଟ୍ ସେଇଟା କିଛି କାର୍ଯ୍ୟ କରାଯାଏ। ଅବଶ୍ୟ 200-300 ମିଟର ଭିତରେ ଅଛି। ସେଥିପାଇଁ ମୁଁ ଆଜି ଅଭିଯୋଗ ଦେଲି କଲେକ୍ଟରଙ୍କୁ, ସେ କାମ ପୂର୍ଣ୍ଣାଙ୍ଗ କରିବା ପାଇଁ। ଏ କାମ ଯଦି ପୂର୍ଣ୍ଣାଙ୍ଗ ନ କରିବେ ତାହେଲେ ମୁଁ କଲେକ୍ଟରଙ୍କୁ ପୁଣି କହିବି, ପ୍ଲସ୍ ଅନଶନ କରିବି ଯାଇ କଲେକ୍ଟର ପାଖରେ। ଦେଖିବାକୁ ବାକି ରହିଲା କେବେ ଜନଶୁଣାଣିରେ ହୋଇଥିବା ଅଭିଯୋଗକୁ ସରକାର ଡ୍ରେନେଜ ଉପରେ ଲଦି ଦେଉଛନ୍ତି। ପୁନଶ୍ଚ 12 ନମ୍ବର କେନାଲକୁ ଖାଇ ହେଇଯାଇଥିବା ଯେଉଁ ସୁନ୍ଦରକଣି ଡ୍ରେନେଜ କଡ଼ରେ କେବେ ତିଆରି କରିବେ ସରକାର ବନ୍ଧ ଏବଂ ଦୁର୍ଘଟଣାକୁ ରୋକିବା ପାଇଁ ସକ୍ଷମ ହେବେ, ଏହା ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ହୋଇ ରହିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ପ୍ଲସ୍ ଓଡ଼ିଆ।